যদি বদଳି ବାତିଲ ନ କରାଯାଏ ତାହେଲେ ଏଠି ଆମେ ଆନ୍ଦୋଳନ କରିବୁ, ସ୍କୁଲ ଗେଟ୍ ବନ୍ଦ କରିବୁ, ସ୍କୁଲ ବନ୍ଦ କରିବୁ। ଭବିଷ୍ୟତରେ ଯଦି ସେ ଏଠୁ ବଦଳି ହୁଅନ୍ତି ଆମ ଗ୍ରାମବାସୀ ତରଫରୁ ମଧ୍ୟ ଆମର ବିଶେଷ କରି ଯେଉଁମାନେ ଶିକ୍ଷା ବିଭାଗର ଅଧିକାରୀ ଅଛନ୍ତି ତାଙ୍କ ପାଖରେ ଆମେ ଆନ୍ଦୋଳନ କରିବୁ ଏବଂ ଦରକାର ପଡ଼ିଲେ ଏହି ବିଦ୍ୟାଳୟଟିକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହେବୁ। ଆମର ପ୍ରିୟର ସୁବ୍ରତ ସାର୍ କି ଯେ ଆମ ସ୍କୁଲରେ ହେଡମାଷ୍ଟର ଥିଲେ ସେ ଅଲଗା ସ୍କୁଲକୁ ବଦଳି ଯାଇଛନ୍ତି। ଆମେ ଏଇଟା ଚାହୁଁନୁ କି ଆମର ପ୍ରିୟ ସୁବ୍ରତ ସାର୍ ଆମ ସ୍କୁଲରେ ପୁନର୍ବାର ନିଯୁକ୍ତି ପାଆନ୍ତୁ ଶିକ୍ଷକ। ସେ ଆମକୁ ବହୁତ ଭଲ ପାଆନ୍ତି, ଆମେ ବି ତାଙ୍କୁ ବହୁତ ଭଲ ପାଉ। ସେ ବହୁତ ଭଲ ଟିଚର, ବହୁତ ଭଲ ଭାବରେ ପଢ଼ାନ୍ତି। ଶିକ୍ଷକ ଆଉ ଷ୍ଟୁଡେଣ୍ଟ ଭିତରେ କିଛି ଅନ୍ତର କରନ୍ତିନି କି ଦେଖନ୍ତିନି କି ମୁଁ ଟିଚର ସେ ଷ୍ଟୁଡେଣ୍ଟ। ସେ ଆମକୁ ବହୁତ ଭଲ ଭାବରେ ପଢ଼ାନ୍ତି, ଆମକୁ ପଢ଼େଇଲା ବେଳେ ନିଜର ସାଙ୍ଗ ପରିକା ପଢ଼ାନ୍ତି। ଆମକୁ ତାଙ୍କ ପାଠ ପଢ଼ାଟା ବହୁତ ଭଲ ଲାଗେ। ଆଜି ପାଲ ପକାଇ ବସିବାର କାରଣ ହେଉଛି ଯେ ଆମେ ସବୁ ଛାତ୍ରଛାତ୍ରୀ ଜାଣିବାକୁ ପାଇଲୁ ଆମର ଅତି ପ୍ରିୟର ସୁବ୍ରତ ସାର୍ ଯିଏକି ଆମ ସ୍କୁଲର ଇନଚାର୍ଜରେ ଥିଲେ, ହେଡମାଷ୍ଟର ହେଇନଥିଲେ, ସେ ଆଜି ଅଲଗା ଜାଗାକୁ ପଳେଇ ବୋଲି ଆମେ ଶୁଣିଛୁ। ତାଙ୍କ ଟ୍ରାନ୍ସଫର ଅଲଗା ଜାଗାକୁ ହେଇଯାଇଛି, ଯେଉଁଟାକି ଆମେ ସମସ୍ତ ଛାତ୍ରଛାତ୍ରୀ ଚାହୁଁନୁ। ସେ ଆମକୁ ବହୁତ ଭଲ ପାଆନ୍ତି, ଆମ ସାଙ୍ଗରେ ସାଙ୍ଗ ଭଳିଆ ମିଶନ୍ତି, ସବୁ ଛୁଆଙ୍କୁ ମାନେ ନିଜ ପିଲା ଭଳିଆ ଦେଖନ୍ତି, ସବୁ ଛୁଆଙ୍କୁ ବହୁତ ଭଲ ପାଆନ୍ତି, ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବହୁତ ଭଲ ପାଆନ୍ତି। ଆଉ ହେଉଛି ଯେତେବେଳେ ଆମର କୌଣସି ଅସୁବିଧା ହେଇଛି ସେ ସବୁବେଳେ ଆମ ପାଖରେ ଠିଆ ହେଇଛନ୍ତି। ସେ ସବୁବେଳେ ଆମ ପିଲାମାନଙ୍କର ଆମେ ଯାହା ଇଚ୍ଛା କରିଛୁ ଶୁଭ ସାର୍ ସବୁବେଳେ ଆମ ଇଚ୍ଛାକୁ ରଖିଛନ୍ତି। ଯଦି ବଦଳି ବାତିଲ ନ କରାଯାଏ ତାହେଲେ ଏଠି ଆମେ ଆନ୍ଦୋଳନ କରିବୁ, ସ୍କୁଲ ଗେଟ୍ ବନ୍ଦ କରିବୁ, ସ୍କୁଲ ବନ୍ଦ କରିବୁ। ଆମେ ଆଜି ଶୁଣିବାକୁ ପାଇଲୁ କି ଆମର ପ୍ରିୟର ସୁବ୍ରତ ପ୍ରଧାନ ଆମର ଇନଚାର୍ଜରେ ଥିଲେ ହେଡମାଷ୍ଟର ତାଙ୍କର ଅଲଗା ଡିଷ୍ଟ୍ରିକ୍ଟକୁ ବଦଳି ହେଇଯାଇଛି। ଆମେ ଏହା ଚାହୁଁନୁ। ସେ ଆମର ବହୁତ ଆନ୍ତରିକତାର ଟିଚର ଥିଲେ, ସେ ଆମକୁ ବହୁତ ଭଲ ପାଆନ୍ତି, ତାଙ୍କର ପାଠପଢ଼ା ତାଙ୍କର ସବୁକିଛି ଆମକୁ ଭଲ ଲାଗେ। ଆମେ ଚାହୁଁନୁ ସେ ଆମ ସ୍କୁଲ ଛାଡ଼ିକି ଯାଆନ୍ତୁ। ଆଉ ଆମେ ବିଡ଼ିଓ ଏମ୍ପି ଆଉ ଡିଓ ସମସ୍ତଙ୍କୁ ଅନୁରୋଧ କରୁଛୁ, ଆଉ ଶିକ୍ଷା ମନ୍ତ୍ରୀ ସରକାରଙ୍କୁ ଅନୁରୋଧ କରୁଛୁ ଆମ ଶୁଭ ସାର୍ଙ୍କୁ ଏଇ ସ୍କୁଲରେ ତାଙ୍କୁ ନିଯୁକ୍ତି ଦିଆ ହଉ, ସେ ଅଲଗା ସ୍କୁଲକୁ ନ ଯାଆନ୍ତୁ, ଏତିକି ଆମର ଅନୁରୋଧ। ଆମେ ବର୍ତ୍ତମାନ ପ୍ରଶାସନକୁ ଅନୁରୋଧ କରୁଛୁ ଏ ବିଦ୍ୟାଳୟଟି 3-4ଟି ପଞ୍ଚାୟତର ପିଲାମାନେ ଏଠି ପଢ଼ୁଛନ୍ତି। ଆଉ ସୁବ୍ରତ ସାର୍ ଏଠି ବହୁତ ସିନସିୟରଟି ଏ ବିଦ୍ୟାଳୟ ପାଇଁ ତାଙ୍କର ବହୁତ ଅବଦାନ। ଆଉ ଏଠି ମୁଁ ବି ଛାତ୍ର ଥିଲି, ବର୍ତ୍ତମାନ ମୋ ପୁଅ ବି ଛାତ୍ର। ତେଣୁକରି ଆମେ ଗାର୍ଡ଼ିଆନ୍ ସେ ହିସାବରେ କହୁଛୁ ଯଦି ସୁବ୍ରତ ସାର୍ଙ୍କୁ ଅନ୍ୟତ୍ର ବଦଳି କରିଦେବେ ତେଣୁକରି ବିଦ୍ୟାଳୟର ଶିକ୍ଷାର ମାନଦଣ୍ଡ କମିଯିବ, ଏଇଟା ଆମକୁ ଜଳଜଳକି ଦେଖାହେଉଛି। ତେଣୁକରି ଅନ୍ୟତ୍ର ବଦଳି ନ କରିକି ଏଇଠି ଅବସ୍ଥାପିତ ରୁହନ୍ତୁ ସୁବ୍ରତ ସାର୍, ଆମେ ଏତିକି ଆମର ପ୍ରଶାସନଙ୍କ ପାଖରେ ଅନୁରୋଧ ରଖୁଛୁ। ଛାତ୍ରଛାତ୍ରୀ ମାନେ ଏଇ କହିବାର କାରଣ ଏଇକି ଯେ ଆମର ଜଣେ ଜ୍ଞାନୀ ବିଜ୍ଞାନ ଶିକ୍ଷକ ଏଠାରୁ ପ୍ରମୋଶନ ପାଇଁ ଅନ୍ୟତ୍ର ଜିଲ୍ଲାକୁ ବଦଳି ହେଇଯାଉଛନ୍ତି। ସେ ଶିକ୍ଷକ ଥିଲାବେଳେ ଆମର ଏଇ ବିଦ୍ୟାଳୟର ରେଜଲ୍ଟ ପ୍ରାୟ 99% ହୁଏ ଏବଂ ଏ ଗ୍ରେଡରେ ବହୁତ ଯାଆନ୍ତି। ଏବଂ ଆମର ମକରଚରଣ ଗଡ଼େଇ ଯେତେବେଳେ ଏଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ସେ ସମୟରେ ମଧ୍ୟ ସିଏ ସାର୍ ଜଣେ ବିଜ୍ଞାନ ଶିକ୍ଷକ ହିସାବରେ ଏଠି କାମ କରୁଥିଲେ। ଜଣେ ମୋ ପିଲା ମଧ୍ୟ ଏଇ ସ୍କୁଲରୁ ବେଷ୍ଟ 8ରେ ମଧ୍ୟ ରେକର୍ଡ କରିଛି, ଯେଉଁଟାକି ଆମ ବରୀ ବ୍ଲକର ସେତେବେଳେ ବିରଳ ରେକର୍ଡ ଥିଲା। ବେଷ୍ଟ 8ରେ ଯାଇଥିଲା, ସେ ପିଲାଟାର ନାମ ପ୍ରେମନାଥ ବେହେରା। ତେଣୁ ସେଇ ଦୃଷ୍ଟିରୁ ଆମେ ଚାହୁଁଛୁ ପ୍ରଧାନ ଶିକ୍ଷକ ଏଠାରେ ଯଦିଓ ମାନେ ପ୍ରମୋଶନ ପାଇଛନ୍ତି, ଆମ ଏଇ ବିଦ୍ୟାଳୟରେ ଅବସ୍ଥାପିତ ହୋଇ ପ୍ରଧାନ ଶିକ୍ଷକ ମାନେ କାମ କରନ୍ତୁ ଏବଂ ଭବିଷ୍ୟତରେ ଯଦି ସେ ଏଠୁ ବଦଳି ହୁଅନ୍ତି ଆମ ଗ୍ରାମବାସୀ ତରଫରୁ ମଧ୍ୟ ଆମର ବିଶେଷ କରି ଯେଉଁମାନେ ଶିକ୍ଷା ବିଭାଗର ଅଧିକାରୀ ଅଛନ୍ତି ତାଙ୍କ ପାଖରେ ଆମେ ଆନ୍ଦୋଳନ କରିବୁ ଏବଂ ଦରକାର ପଡ଼ିଲେ ଏହି ବିଦ୍ୟାଳୟଟିକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହେବୁ।